ପାରାଦୀପ ପାଖରେ ଦେଖନ୍ତୁ ଜାତୀୟ ରାଜପଥର ଅବସ୍ଥା। ଦୀର୍ଘ ବର୍ଷ ହେଲାଣି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ପାରାଦୀପ ଦୋ ଛକି ପାଖରୁ ପାରାଦୀପ ବନ୍ଦର 18ବାଙ୍କି ବଜାର ପର୍ଯ୍ୟନ୍ତ ପାଖାପାଖି 5 କିଲୋମିଟର ରାସ୍ତା ଅବସ୍ଥା ଏପରି ଯେ ମଣିଷଟେ ଚାଲିକିରି ବି ଗଲେ ବିପଦରେ ପଡ଼ିବ। ଭଲକିରି ଦେଖନ୍ତୁ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆମେରିକା ରାସ୍ତା କରିଛନ୍ତି। ଆମେରିକାରେ କେଉଁ ଗଳି କେଉଁ ଗାଁ କେଉଁ ସାହିରେ ଏଇଭଳି ରାସ୍ତା ବି ଥିବ ଭଲକିରି ଗଡ଼କରୀ ସାହେବଙ୍କୁ ଜଣାଥିବ। କିନ୍ତୁ ଜାତୀୟ ରାଜପଥ ଆଜି ଆମର ପୁରା ଆମେରିକା ରାସ୍ତା ସାଙ୍ଗରେ ସମାନ ହେଇଛି ପାରାଦୀପର। ଆପଣମାନେ ଦେଖନ୍ତୁ, ଯଦି ତାଙ୍କର ଏଇଭଳି ଅବଦାନ ଅଛି ତାହେଲେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କର କ'ଣ ଭୂମିକା ସେଠି କିଛି ରହୁଛି ନା ରହୁନି, ଯଦ୍ୱାରା କି ସ୍ଥାନୀୟ ଲୋକେ ଏବଂ ବନ୍ଦରକୁ ଆସୁଥିବା ଓଡ଼ିଶା ବାହାରର ବିଦେଶର ଲୋକ କ'ଣ ବି ଭାବୁଥିବେ ଏଇଭଳି ଜାତୀୟ ରାଜପଥକୁ ଆପଣମାନେ ନିଜେ ଦେଖନ୍ତୁ ଏବଂ ସରକାର ପାଖରେ ମଧ୍ୟ ଦାବି କରନ୍ତୁ ତୁରନ୍ତ ରାସ୍ତା ମରାମତି କରିବାକୁ।